ପୁରୀ ତାଳବଣିଆ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହର୍ ଘର୍ ତିରଙ୍ଗା ଅଭିଯାନର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ। ତ୍ରିରଙ୍ଗା ଆମ ଗର୍ବ ଓ ଗୌରବର ପ୍ରତୀକ, ତେଣୁ ସମ୍ମାନର ସହ ପ୍ରତ୍ୟେକ ବ୍ୟକ୍ତି ତ୍ରିରଙ୍ଗା ପତାକାକୁ ନିଜସ୍ୱ ଗୃହରେ ଉତ୍ତୋଳନ ପାଇଁ ବରିଷ୍ଠ ଅଧିକାରୀମାନେ ଅନୁରୋଧ କରିଥିଲେ। ପରେ ଏହି ଶୋଭାଯାତ୍ରା ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରୁ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା। ହର୍ ଘର୍ ତିରଙ୍ଗା, ବନ୍ଦେ ମାତରମ୍, ଭାରତ ମାତା କି ଜୟ, ଜୟ ହିନ୍ଦ ଧ୍ୱନିରେ ଶୋଭାଯାତ୍ରା ଯାଉଥିବା ଅଞ୍ଚଳ ପ୍ରକମ୍ପିତ ହେବା ସହ ଦେଶାତ୍ମବୋଧକ ଭାବନାରେ ସମସ୍ତଙ୍କୁ ଆଚ୍ଛନ୍ନ କରିଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପୋଲିସ ରିଜର୍ଭ ଇନ୍ସପେକ୍ଟର ଚିତ୍ତରଞ୍ଜନ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପରିଚାଳନା କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ହର୍ ଘର୍ ତିରଙ୍ଗା କାନଭାସରେ ସମସ୍ତେ ଜୟ ହିନ୍ଦ, ହର୍ ଘର୍ ତିରଙ୍ଗା ବୋଲି ଲେଖିବା ସହ ସେଲ୍ଫି ଉଠାଇ HarGharTiranga.com ଅପଲୋଡ଼ କରି ସାର୍ଟିଫିକେଟ୍ ଡାଉନଲୋଡ଼ କରି ଖୁସି ବ୍ୟକ୍ତ କରିଥିଲେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।